ବାହୁଡ଼ା ଯାତ୍ରା ହେଉଛି ପ୍ରଭୁ ଜଗନ୍ନାଥ, ବଳଭଦ୍ର ଏବଂ ସୁଭଦ୍ରାଙ୍କ ଜଗନ୍ନାଥ ମନ୍ଦିରକୁ ଫେରିବାର ଯାତ୍ରା। ଏହା ରଥଯାତ୍ରାର 9 ଦିନ ପରେ ଅନୁଷ୍ଠିତ ହୁଏ। ଏହି ଫେରିବା ଯାତ୍ରାକୁ ବାହୁଡ଼ା କୁହାଯାଏ, ଯାହାର ଅର୍ଥ ଓଡ଼ିଆରେ ଫେରିବା। ତିନିଟି ମହାନ ରଥକୁ ଭକ୍ତମାନେ ବହୁତ ଉତ୍ସାହର ସହିତ ଟାଣନ୍ତି। ଏହି ପର୍ବ ଭକ୍ତମାନଙ୍କ ପାଇଁ ଗଭୀର ଧାର୍ମିକ ଏବଂ ସାଂସ୍କୃତିକ ଗୁରୁତ୍ୱ ରଖେ। ଏହି ଦିବ୍ୟ ଦୃଶ୍ୟ ଦେଖିବା ପାଇଁ ପୁରୀରେ ହଜାର ହଜାର ତୀର୍ଥଯାତ୍ରୀ ଏବଂ ପର୍ଯ୍ୟଟକ ଏକାଠି ହୁଅନ୍ତି। ଶୋଭାଯାତ୍ରା ସମୟରେ ରାସ୍ତାଗୁଡ଼ିକ ସଂକୀର୍ତ୍ତନ, ଗୀତ ଏବଂ ନୃତ୍ୟରେ ପରିପୂର୍ଣ୍ଣ ହୋଇଯାଏ। ବାହୁଡ଼ା ଯାତ୍ରା ଦିବ୍ୟତା ଏବଂ ଶାନ୍ତିର ପ୍ରତୀକ। ଭକ୍ତମାନେ ବିଶ୍ୱାସ କରନ୍ତି ଯେ ବାହୁଡ଼ା ଯାତ୍ରା ଆଶୀର୍ବାଦ ଏବଂ ଆଧ୍ୟାତ୍ମିକ ପୁଣ୍ୟ ପ୍ରଦାନ କରେ। ସୁରକ୍ଷା, ସ୍ୱାସ୍ଥ୍ୟସେବା ଏବଂ ନାଗରିକ ବ୍ୟବସ୍ଥା ବ୍ୟାପକ ପରିମାଣରେ କରାଯାଇଥାଏ। ବାହୁଡ଼ା ଯାତ୍ରା ଓଡ଼ିଶାର ସମୃଦ୍ଧ ଆଧ୍ୟାତ୍ମିକତା, ଭକ୍ତି ଏବଂ ସ୍ପନ୍ଦନଶୀଳ ସଂସ୍କୃତିକୁ ପ୍ରତିଫଳିତ କରେ।